ଆଜିର କାହାଣୀ ଚାରି ସଙ୍ଗାତ କଥା। ଜଙ୍ଗଲ ମଧ୍ୟରେ ପୋଖରୀଟିଏ, କାଚ କେନ୍ଦୁ ପରି ପାଣି। ସେହି ପୋଖରୀରେ ରହୁଥିଲା ଗୋଟିଏ ବଡ଼ କଇଁଛ। ପୋଖରୀ କୁଡ଼ାରେ ଗୋଟିଏ ଝାଙ୍କାଳିଆ ବରଗଛ ଏବଂ ତା ପାଖକୁ ଲାଗି ଘଞ୍ଚ ବୁଦା ସବୁ ଲମ୍ବି ଯାଇଛି କିଛି ଦୂର। ସେହି ବୁଦା ଭିତରେ ଘର କରି ରହିଥିଲେ ଦୁଇ ସାଙ୍ଗ ମୂଷା ଏବଂ ଠେକୁଆ। ବରଗଛ ଉପରେ ବସା କରିଥିଲା କାଉଟିଏ। ଏହି ଚାରିଙ୍କ ଭିତରେ ଭାରି ବନ୍ଧୁତା, କେହି କାହାକୁ ଦିନେ ନ ଦେଖିଲେ ରହିପାରନ୍ତିନି। ସେମାନେ ନିଜ ନିଜ ଭିତରେ ସଙ୍ଗାତ ବସିଥିଲେ। ଅବସର ସମୟରେ ଏକାଠି ବସି ଗପ କରୁଥିଲେ। ଏମିତି ଆନନ୍ଦରେ ଦିନଗୁଡ଼ିକ କଟି ଯାଉଥିଲା। ଥରେ ଗୋଟିଏ ଶିକାରୀ ବରଗଛ ମୂଳରୁ ପୋଖରୀ ତୁଠ ପର୍ଯ୍ୟନ୍ତ ଫାଶ ପଶାଇ ଦେଲା। ଏହା ଜାଣି ନ ପାରି କଇଁଛ ଏବଂ ଠେକୁଆ ପରସ୍ପରକୁ ଭେଟିବାକୁ ଆସୁଥିବା ବେଳେ ସେହି ଫାଶରେ ପଡ଼ିଗଲେ। ଶିକାରୀର ଖୁସି କହିଲେ ନ ସରେ। ଗୋଟିଏ ଜାଲମୁଣାରେ ସେ ଦୁହିଁଙ୍କୁ ପୁରାଇ ଶିକାରୀଟିକୁ ଘରକୁ ଚାଲିଗଲା। ଠେକୁଆ କିନ୍ତୁ ଭାରି ଚାଲାକ। ସେ ଚୁପଚାପ କଇଁଛ ପରି ମୁଣା ଭିତରେ ପଡ଼ି ନ ରହି ପ୍ରାଣମୂର୍ଚ୍ଛା ଚିତ୍କାର କରି ବଣଭୂଇଁକୁ କମ୍ପେଇ ଦେଲା। ମୂଷା ଓ କାଉ ସଙ୍ଗାତର ବିକଳ ଚିତ୍କାର ଶୁଣି ସେଠାରେ ପହଞ୍ଚିଗଲେ। ଦୁଇ ସଙ୍ଗାତ ଏମିତି ବିପଦରେ ପଡ଼ିଥିବା ଦେଖି ଦୁଃଖ କଲେ। ଅନେକ ଚିନ୍ତା କରି ସେମାନେ ଶିକାରୀକୁ ଧୀରେ ଧୀରେ ଅନୁସରଣ କରିବାକୁ ଲାଗିଲେ। କାଉ କା କା କରି ତାର ସାଙ୍ଗସାଥୀକୁ ବିପଦର ସୂଚନା ଦେଇଦେଲା। ହଜାର ହଜାର କାଉ ଉଡ଼ି ଉଡ଼ି ଆସି ସେଠାରେ ପହଞ୍ଚିଗଲେ। ବିଚାର ବିମର୍ଶ ପରେ ସେମାନେ ଯୋଜନାବଦ୍ଧ ଭାବେ ଶିକାରୀକୁ ମିଳିତ ଭାବେ ଆକ୍ରମଣ କଲେ। ସେମାନଙ୍କର ଆକ୍ରମଣରେ ଶିକାରୀ ଖଣ୍ଡିଆ ଖାବର ହେଇ ଯନ୍ତ୍ରଣାର ତଳେ ପଡ଼ିଗଲା। ନିଜ ଜୀବନ ବଞ୍ଚାଇବାକୁ ସେ ଚିତ୍କାର କଲା। ଏହାର ସୁଯୋଗ ନେଇ ମୂଷା ଶିକାରୀଟି ସେହି ଜାଲମୁଣାରୁ ନିଜର ତୀକ୍ଷ୍ମ ଦାନ୍ତରେ କାଟିଦେଲା। ଠେକୁଆ ଏବଂ କଇଁଛ ଜାଲମୁଣାରୁ ପଦାକୁ ବାହାରି ଆସି ଏକ ଘଞ୍ଚ ବୁଦା ଭିତରେ ଲୁଚିଗଲେ। ଶିକାରୀ ବିଚରା ରକ୍ତାକ୍ତ ହୋଇ କାନମୁଣ୍ଡ ଆଉଁସି ଘରକୁ ଖାଲି ହାତରେ ଫେରିଲା। ଦେଖିଲ ତ, ଉତ୍ତମ ଏବଂ ନିଃସ୍ୱାର୍ଥପର ବନ୍ଧୁତାର କେତେ ମୂଲ୍ୟ। ଯିଏ ପ୍ରକୃତ ବନ୍ଧୁ ସେ କେବଳ ସୁଖ ସମ୍ପଦ ବେଳେ ପାଖରେ ନଥାଏ, ବିପଦ ପଡ଼ିଲେ ସେଥିରୁ ଉଦ୍ଧାର କରିବାକୁ ବି ଆଗଭର ହୋଇଥାଏ। ନିଃସ୍ୱାର୍ଥପର ବନ୍ଧୁତା ଏକ ଦୁର୍ଲଭ ଏବଂ ସ୍ୱର୍ଗୀୟ ଗୁଣ ଅଟେ।